ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ଆରମ୍ଭ କରିବା ବାବାଙ୍କର ସାଇ ସଚରିତ ଗ୍ରନ୍ଥର ଚତୁର୍ଥ ଅଧ୍ୟାୟର ଗୋଲି ବୁଆ ବିଷୟବସ୍ତୁ ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ବାବାଙ୍କର ସାଇ ସଚରିତ ଗ୍ରନ୍ଥ ପାଠ କରିବା। ପ୍ରାୟ 95 ବର୍ଷ ବୟସର ବୟୋବୃଦ୍ଧ ଜଣେ ଭକ୍ତ ଥିଲେ, ଯାହାଙ୍କର ନାମ ଗୋଲି ବୁଆ। ସେ ଥିଲେ ପଣ୍ଡରୀଙ୍କର ଜଣେ ପର୍ଯ୍ୟଟକ। ସେ ପଣ୍ଡରପୁରରେ 8 ମାସ ଏବଂ 4 ମାସ ଆଷାଢ଼ ମାସଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଗଙ୍ଗା କୂଳରେ ବାସ କରୁଥିଲେ। ସେ ଗୋଟିଏ ଗଧ ରଖିଥିଲେ, ଯେ ତାଙ୍କର ଜିନିଷପତ୍ର ବୋହି ନେଉଥିଲା। ଜଣେ ଶିଷ୍ୟ ମଧ୍ୟ ତାଙ୍କ ସାଙ୍ଗରେ ରହୁଥିଲେ, ଯେ ପ୍ରତିବର୍ଷ ପଣ୍ଡରପୁର ଯାଆନ୍ତି ଏବଂ ଫେରନ୍ତା ବାଟରେ ଶ୍ରୀ ସାଇବାବାଙ୍କ ଦର୍ଶନ କରିବା ପାଇଁ ଶିରଡ଼ି ଯାଆନ୍ତି। ତାଙ୍କର ବାବାଙ୍କ ପ୍ରତି ଅଗାଧ ପ୍ରେମ ଏବଂ ଅନୁରକ୍ତି ଥିଲା। ବାବାଙ୍କୁ ସେ ନିର୍ବିମେଷ ନୟନରେ ଚାହିଁ ରହୁଥିଲେ ଆଉ କହୁଥିଲେ, ଏଇ ତ ସେ ପଣ୍ଡରୀନାଥ, ଶ୍ରୀ ବିଠୋଲଙ୍କର ଅବତାର। ଦରିଦ୍ର ଉପରେ କୃପା କରନ୍ତି, ଯେ ଥିଲେ ଅନାଥର ନାଥ। ଗୋଲି ବୁଆ ଶ୍ରୀ ବିଠୋଲଙ୍କର ଉତ୍ତମ ଭକ୍ତ ଥିଲେ। ସେ ଅନେକ ଥର ପଣ୍ଡରପୁର ଯାତ୍ରା କରନ୍ତି ଏବଂ ପ୍ରତ୍ୟକ୍ଷରେ ଅନୁଭବ କରନ୍ତି ଯେ ଶ୍ରୀ ସାଇବାବାଙ୍କ ପ୍ରକୃତରେ ବିଠୋଲଙ୍କ ରୂପରେ ଆବିର୍ଭୂତ ହୋଇଛନ୍ତି। ବିଠୋଲ ସ୍ୱୟଂ ଆବିର୍ଭୂତ ହେଲେ। ଶ୍ରୀ ସାଇବାବାଙ୍କର ଈଶ୍ୱର ଚିନ୍ତନ ଓ ଭଜନ କୀର୍ତ୍ତନରେ ବିଶେଷ ଅନୁଭୂତି ଥିଲା। ସେ ସବୁବେଳେ ଆଲ୍ଲା ମାଲିକ ଉଚ୍ଚାରଣ କରୁଥିଲେ ଏବଂ ଭକ୍ତମାନଙ୍କୁ ନେଇ କୀର୍ତ୍ତନ ସପ୍ତାହର ଆୟୋଜନ କରୁଥିଲେ। ଏହାକୁ ନାମ ସପ୍ତାହ କୁହାଯାଉଥାଏ। ଥରେ ସେ ଦାସଗଣଙ୍କୁ ନାମ ସପ୍ତାହ କରିବାକୁ ଆଦେଶ ଦେଲେ। ସେଥିରେ ଦାସଗଣ କହିଲେ, ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ, କିନ୍ତୁ ଗୋଟିଏ ଆଶ୍ୱାସନା ପାଇବାକୁ ଚାହେଁ ଯେ ସେ ସପ୍ତାହ ଶେଷରେ ବିଠୋଲ ଭଗବାନଙ୍କ ବିଷୟରେ ଦେଖାଦେବେ। ଏ କଥା ଶୁଣି ବାବା ନିଜର ବକ୍ଷ ସ୍ପର୍ଶ କରି କହିଲେ, ବିଠୋଲ ଅବଶ୍ୟ ଦେଖାଦେବେ, କିନ୍ତୁ ତାଙ୍କ ପାଇଁ ଭକ୍ତମାନଙ୍କର ଶ୍ରଦ୍ଧା ଏବଂ ତୀବ୍ର ଉତ୍କଣ୍ଠା ଆବଶ୍ୟକ। ଠାକୁରନାଥଙ୍କର ଡଙ୍କପୁରୀ, ବିଠୋଲଙ୍କର ପଣ୍ଡରୀ, ଋଣଛୋଟଙ୍କର ଦ୍ୱାରକା, ଏସବୁ ତ ଏଇଠି ଅଛି। ଏତେ ଦୂରକୁ ଯିବାକୁ କାହାର ବି ଦରକାର ନାହିଁ। ବିଠୋଲ କ'ଣ ବାହାରୁ କେଉଁଠି ଆସିବେ? ସେ ଏଇଠି ବିରାଜମାନ। ସେତେବେଳେ ଭକ୍ତମାନଙ୍କ ମଧ୍ୟରେ ଭକ୍ତି ଓ ପ୍ରେମ ସ୍ରୋତ ପ୍ରବାହିତ ହେବ। ସେତେବେଳେ ସ୍ୱୟଂ ବିଠୋଲ ଏଠାରେ ଆବିର୍ଭୂତ ହେବେ। ସପ୍ତାହ ଶେଷ ହେବା ପରେ ବିଠୋଲ ଭଗବାନ ସତକୁ ସତ ଦେଖାଦେଲେ। କାକା ସାହେବ ଦୀକ୍ଷିତ ନିତ୍ୟକର୍ମ ଅନୁଯାୟୀ ସେତେବେଳେ ସ୍ନାନ କରି ଧ୍ୟାନ କରିବାକୁ ବସନ୍ତି। ସେତେବେଳେ ବିଠୋଲଙ୍କର ଦର୍ଶନ ଲାଭ କଲେ। ମଧ୍ୟାହ୍ନରେ ସେ ଯେତେବେଳେ ମସଜିଦରେ ପହଞ୍ଚିଲେ, ସେତେବେଳେ ବାବା ତାଙ୍କୁ ପଚାରିଲେ, କ'ଣ ହେ ବିଠୋଲ ପାଟିଲ ଆସିଲେ ନା ନାହିଁ? ତୁମେ ତାଙ୍କର ଦର୍ଶନ କଲ ନା ନାହିଁ? ସେ ଖୁବ୍ ଚଞ୍ଚଳ, ତେଣୁ ତାଙ୍କୁ ଭିଡ଼ି ଧରି ରଖ। ଯଦି ଟିକିଏ ମାତ୍ର ଅସାବଧାନ ହେବ, ତେବେ ସେ ପଳାଇଯିବେ। ଏହି ଘଟଣାଟି ଭୋର ସକାଳୁ ଘଟିଥିଲା ଏବଂ ମଧ୍ୟାହ୍ନରେ କାକା ସାହେବ ପୁଣି ବିଠୋଲଙ୍କ ଦର୍ଶନ ଲାଭ କଲେ। ଠିକ୍ ସେହିଦିନ ଜଣେ ଚିତ୍ର ବିକ୍ରେତା ବିଠୋଲଙ୍କ ଚିତ୍ର ନେଇ ସେଠାକୁ ବିକ୍ରି କରିବାକୁ ଆସିଥିଲେ। ସେହି ଚିତ୍ରଟି ଠିକ୍ କାକା ସାହେବ ଧ୍ୟାନ ଦୃଷ୍ଟିରେ ଦେଖିଥିବା ଚିତ୍ର ସଦୃଶ ଥିଲା। ଚିତ୍ରଟି ଦେଖି ବାବାଙ୍କ କଥା ମନେ ପକାଇ କାକା ସାହେବ ଖୁବ୍ ଆଶ୍ଚର୍ଯ୍ୟ ଓ ପ୍ରଫୁଲ୍ଲ ହେଲେ। ସେ ସେଥିରୁ ଗୋଟିଏ ଚିତ୍ର କିଣିନେଇ ନିଜର ପୂଜାଘରେ ପ୍ରତିଷ୍ଠିତ କରାଇଲେ। ଥାନାର ଅବସରପ୍ରାପ୍ତ ମାମଲଦାର ଶ୍ରୀ ବିବିଦେବ ନିଜର ଅନୁସନ୍ଧାନ ଦ୍ୱାରା ଏକଥା ପ୍ରମାଣ କରିଦେଲେ ଯେ ଶିରଡ଼ି ପଣ୍ଡରପୁର ସୀମା ଭିତରେ ପଡ଼େ। ଦକ୍ଷିଣ ପଣ୍ଡରପୁର, ଯେଉଁଠି ଶ୍ରୀକୃଷ୍ଣଙ୍କ ପ୍ରସିଦ୍ଧ ବାସସ୍ଥାନ, ଏହିପରି ଶିରଡ଼ି, ଦ୍ୱାରକା, ପୁରୀ। ଚତୁର୍ଣ୍ଣାମପି ବର୍ଗଣାଂ ଯତ୍ର ଦ୍ୱାରାଣି ସର୍ବତଃ ଅତୋ ଦ୍ୱାରାବତୀ ମୁକ୍ତା।
ବିଦ୍ୱତ ବିଶ୍ୱସ୍ତ ବେଦୀଭିଃ ଅର୍ଥାତ୍ ଯେଉଁ ସ୍ଥାନ ଚାରି ଶ୍ରେଣୀର ଲୋକମାନଙ୍କ ପାଇଁ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପାଇଁ ସୁଲଭ, ଦାର୍ଶନିକ ତତ୍ତ୍ୱଦର୍ଶୀ ଲୋକମାନେ ସେହି ସ୍ଥାନକୁ ଦ୍ୱାରକା ନାମରେ ଅଭିହିତ କରନ୍ତି। ଶିରିଡିର ବାବାଙ୍କ ମସଜିଦ୍ କେବଳ ଚାରି ଶ୍ରେଣୀର ଲୋକମାନଙ୍କ ପାଇଁ ନୁହେଁ, ବରଂ ଦଳିତ, ଅସ୍ପୃଶ୍ୟ, ଭାଗୋଜୀ, ସିନ୍ଧେ ଭଳି କୁଷ୍ଠ ରୋଗୀ ପାଇଁ ମଧ୍ୟ ଉନ୍ମୁକ୍ତ ଥିଲା। ସୁତରାଂ ଶିରିଡିକୁ ଦ୍ୱାରକା ବୋଲି କହିବା ଉଚିତ। ଭଗବତ ରାଓ କ୍ଷୀରସାଗରଙ୍କ କଥା। ଶ୍ରୀ ବିଠ୍ଠଲ ଭଗବାନ ପୂଜା ବାବାଙ୍କୁ କେତେ ଭଲ ଲାଗିଥିଲା, ସେ କଥା ଭଗବନ୍ତ ରାଓ କ୍ଷୀରସାଗରଙ୍କ କାହାଣୀରୁ ସ୍ପଷ୍ଟ ବୁଝାଯିବ। ଭଗବନ୍ତ ରାଓଙ୍କ ପିତା ବିଠୋବାଙ୍କ ପରମ ଭକ୍ତ ଥିଲେ। ସେ ପ୍ରତିବର୍ଷ ପଣ୍ଡରପୁରକୁ ଜଳ କଳସୀ ନେଇ ଯାତ୍ରା କରନ୍ତି। ତାଙ୍କ ଘରେ ମଧ୍ୟ ବିଠୋବାଙ୍କର ଏକ ପ୍ରତିମୂର୍ତ୍ତି ଥିଲା ଏବଂ ସେ ତାଙ୍କର ନିୟମିତ ପୂଜା ଉପାସନା କରନ୍ତି। ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଭଗବନ୍ତ ରାଓ ତୀର୍ଥଯାତ୍ରା, ପୂଜା, ଶ୍ରାଦ୍ଧ ଇତ୍ୟାଦି ସମସ୍ତ ବନ୍ଦ କରିଦେଇଥିଲେ। ଯେତେବେଳେ ଭଗବନ୍ତ ରାଓ ଶିରିଡିକୁ ଆସିଲେ, ସେତେବେଳେ ବାବା ତାଙ୍କୁ ଦେଖି କହିଲେ, ୟାଙ୍କର ପିତା ମହାଶୟ ମୋର ପରମ ବନ୍ଧୁ ଥିଲେ, ତେଣୁ ମୁଁ ତାଙ୍କୁ ଏଠାକୁ ଡାକି ଆଣିଛି। ସେ କେବେହେଲେ ମୋତେ ଏବଂ ବିଠୋବାଙ୍କୁ ପୂଜା ନୈବେଦ୍ୟାଦି ଅର୍ପଣ କରନ୍ତି ନାହିଁ, ତେଣୁ ତାଙ୍କୁ ମୁଁ ଏଠାକୁ ଆସିବାର ପ୍ରେରଣା ଦେଇଛି। ଏଥର ମୁଁ ତାଙ୍କୁ ଜିଦ୍ କରି ପୂଜା ଅର୍ଚ୍ଚନା ଆରମ୍ଭ କରାଇବି। ଆଗାମୀ ଏପିସୋଡ଼ରେ ଶୁଣିବା ଦାସଗୁଣଙ୍କର ପ୍ରୟୋଗ ସ୍ନାନ। ବାବାଙ୍କର ଏହି ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।